ଆଜିଠୁ ସୁଭଦ୍ରା ଆରମ୍ଭ ହୋଇଗଲା ପୁଣି ଥରେ ଆପ୍ଲାଏ କରିବା ପାଇଁ। ଚାଲନ୍ତୁ ମୁଁ ଦେଖୁଛି। ଆଜିଠୁ ସୁଭଦ୍ରା ଆପ୍ଲାଏ ଚାଲିଛି। ହେଲେ କେଉଁମାନେ ଆବେଦନ କରିପାରିବେ? ଯେଉଁମାନେ ଦେଖ ଏଠି ଲେଖା ହେଇଛି 10,000 ଟଙ୍କା ପାଇବ। ଠିକ୍ ଅଛି। କେଉଁମାନେ ଅଯୋଗ୍ୟ ଅଟନ୍ତି? ଯେମିତିକି ଗାଡ଼ି 4 ଚକିଆ ଗାଡ଼ି ଥିଲେ ବି ହେବ ନାହିଁ ଏବଂ 15,000 ମାସକୁ ଯଦି ଦରମା ପାଉଥିବେ ସେ ଚାକିରିଆ ବାଲା ବି ହେବ ନାହିଁ। ଠିକ୍ ଅଛି। ଆଉ 21 ବର୍ଷ ହେଇଥିବାର ଅଛି ହେଲା। 5 ଏକର ଅଧିକ ଜମି ଥିଲେ ବି ହେବ ନାହିଁ। 5 ଏକର କମ୍ ହେବାର ଅଛି। ଏଠି ଯେମିତି ଟ୍ରାକ୍ଟର ହେଲେ ବି ହେବ ନାହିଁ। ଠିକ୍ ଅଛି। 4 ଚକିଆ ବାହନ ଥିଲେ ବି ହେବ ନାହିଁ। ପୁଣି ଥରେ ଆଜିଠୁ ଷ୍ଟାର୍ଟ ହେଲା 1 ତାରିଖରୁ 1/11/2025ରେ ଷ୍ଟାର୍ଟ ହେଲା। ପୁଣି ଥରେ ଆପ୍ଲାଏ ଯେଉଁମାନେ ଆପ୍ଲାଏ କରିନଥିଲେ ସେମାନେ ଆପ୍ଲାଏ କରିବେ ମୋ ସେବା କେନ୍ଦ୍ରରେ ଯାଇକି CSC କିନ୍ତୁ MSK ଆଡ଼କୁ ଯାଇକି ଆପ୍ଲାଏ କରିବେ। ଠିକ୍ ଅଛି। ମୁଁ ଏତିକି କହେ।